ଉତ୍ସାହ ଧାରଣ କରିଛି। ଏବେ ଉତ୍ସବରେ ଆଜି ତୃତୀୟ ଦିନରେ ମଞ୍ଚଶିଳ୍ପୀ ରାୟ ମହାନ୍ତି ଅଛନ୍ତି ଏବଂ ତାଙ୍କ ଗ୍ରୁପ ଅଛନ୍ତି ଏବଂ ଧଉଳି ବିକାଶ ମଞ୍ଚ ତରଫରୁ ପୋଡ଼ ପିଠା ପିଠା କାକରା ପିଠା ସବୁ ପ୍ରସ୍ତୁତ କରାଯାଇଛି ଏବଂ ଏହି ଧଉଳି ବିକାଶ ମଞ୍ଚର ଧଉଳି ବିକାଶ ମଞ୍ଚ ଲୋକମାନଙ୍କୁ ଶାନ୍ତି ଶୃଙ୍ଖଳା ଆଣିକି ବସେଇକି ଶାନ୍ତି ଶୃଙ୍ଖଳାରେ ସମାଜ ମିଳିବ ଏବଂ ଇଏ ସମସ୍ତଙ୍କୁ ବି ଆପଣ ମିଡିଆରୁ ଅନୁରୋଧ କରୁଛି ସମସ୍ତେ ଶାନ୍ତି ଶୃଙ୍ଖଳାରେ ରଖନ୍ତୁ ଏବଂ ଏଇ ରଜ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାରେ ପାଳନ କରନ୍ତୁ। ଯେହେତୁ ରଜଟା ହେଲା ଧଉଳିରେ ହେଲା ରଜ, ତେଣୁକରି ଏଠି ରଜ ମହୋତ୍ସବରେ ଅଟୋମେଟିକ ଲୋକ ଆସିକି ପହଞ୍ଚନ୍ତି ଏବଂ ଶାନ୍ତି ଶୃଙ୍ଖଳାରେ ରଜ ଦେଖି ଘରକୁ ଫେରନ୍ତି। ଏଥିରେ ଗେଷ୍ଟ ଅଛନ୍ତି ବାବୁ ସିଂ ମାନ୍ୟବର ବିଧାୟକ ଏକାମ୍ବର ଏବଂ ମାନ୍ୟବର ବିଧାୟକ ସଂଗ୍ରାମ ନାୟକର ଏବଂ ପଞ୍ଚାୟତର କିଛି ଦାୟିତ୍ୱ ଲୋକ। ନମସ୍କାର, ମୋ ନାଁ ଚିନ୍ମୟ ରଞ୍ଜନ ପ୍ରଧାନ। ଏ ଧଉଳି ବିକାଶ ମଞ୍ଚର ମୁଁ ଅଛି ଆବାହକ। ଆର ଧଉଳି ବିକାଶ ମଞ୍ଚର ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର। ଆମ ଧଉଳି ବିକାଶ ମଞ୍ଚ ତରଫରୁ ପ୍ରଥମ ଦିନରେ ଆମେ ପୋଡ଼ ପିଠା କରିଛୁ, ମିଠା ଚାଦର କରିଛୁ, ରଜ ପାନ କରିଛୁ, ମେହେନ୍ଦି କରିଛୁ ପ୍ରଥମ ଦିନରେ। ସେକେଣ୍ଡ ଦିନରେ ବି ସେ ଆମେ ରଖିଛୁ। ଥାର୍ଡ ଦିନେ ଆମେ ସେମ୍ ରଖିଛୁ, କିନ୍ତୁ ଦୋଳି ରଖିଛୁ ପ୍ରତ୍ୟେକ ଦିନରେ। କିନ୍ତୁ ପୁଚି ଖେଳ କିଛି ଆମର କୋଉ ଖେଳ ସେଟା କବାଡି ଖେଳ ରଖିଛୁ ଏବଂ ଆମର ଚେୟାର ମ୍ୟୁଜିକ ଚେୟାର ରଖିଛୁ। କିଛି କୁଇଜ ପ୍ରଶ୍ନ ବି ରଖିଛୁ, ପଚରା ପଚରି କରିଛୁ। ଏଇଭଳିଆ ଆୟୋଜନ କରିଛୁ। ଆମେ ସିକ୍ୟୁରିଟି ବ୍ୟବସ୍ଥା ରଖିଛୁ ଏବଂ ଭଲେଣ୍ଟିୟର ଭାଇମାନେ ଅଛନ୍ତି, ପୋଲିସ ପ୍ରଶାସନ ଏବଂ ପ୍ରତ୍ୟେକ ଅଞ୍ଚଳର ଯୋଉ ଆଖପାଖ ଅଛନ୍ତି ଧଉଳି ନିକଟରେ ସମସ୍ତେ ଗ୍ରାମବାସୀ ସହଯୋଗ କରୁଛନ୍ତି। ପ୍ରଶାସନଠୁ ଧରିକି ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି, ତା ବ୍ୟବସ୍ଥା ଆମେ ରଖାଯାଇଛି। ଅଛନ୍ତି ଆମର ବିଧାୟକ ବାବୁ ସିଂ, ଜଟଣୀ ବିଧାୟକ ପ୍ରାର୍ଥୀ ଲୁଲୁ ପଡଜେନା ଏବଂ ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ଆଶିଷ ପଟ୍ଟନାୟକ, ଏଇଭଳି ଆମର ନେତା ଆସୁଛନ୍ତି। ଆଜି ଦେଖନ୍ତୁ, ଆଗରୁ ଆମର ରଜ ପରମ୍ପରା ଏ ବାବା ବୈରେଶ୍ୱର ନିକଟରେ ପ୍ରାଚୀନ କାଳରୁ ଐତିହାସିକ ଆସି ହଉଥିଲା ଏ ରଜ କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆଜିକା ଡେଟ୍ରେ ଆମେ ଯେମିତି ଆଗରୁ ଥିଲା ଆମର ପାଲା ଦାସକେଟିଆ ସଂକୀର୍ତ୍ତନ ଆୟୋଜନ କରାଯାଇଥିଲା। ଲୋକମାନଙ୍କର ଯୋଉ ଭଲ ପାଇବା ଆଉ ଲୋକମାନଙ୍କ ବିଚାରଧାରାକୁ ନେଇକି ଆମେ ଗୋଟେ ଏଇ ସାଂସ୍କୃତିକ କାମ କରି ଲୋକଲୋଚନକୁ ପହଞ୍ଚେଇବୁ, ଆମ ପରମ୍ପରାକୁ ବଜାଇ ରଖିବୁ ବୋଲି ପ୍ରୟାସ କରିଛୁ।